हेलो हाय नमस्कार ସମସ୍ତଙ୍କୁ ଆଇ hope ଆପଣମାନେ ସମସ୍ତେ ବହୁତ ହି ଭଲ ଏବଂ ବହୁତ ହି ସୁସ୍ଥ ଥିବେ। ତ ଆଜିର ଭିଡ଼ିଓଟା ବହୁତ ହି ଇମ୍ପୋର୍ଟାଣ୍ଟ ଭିଡ଼ିଓ ଏବଂ ବହୁତ ହି ଗୁରୁତ୍ୱପୂର୍ଣ୍ଣ ବହୁତ ହି ମାନେ ଦରକାରୀ ଭିଡ଼ିଓ ଆପଣମାନଙ୍କ ପାଇଁ। ଠିକ୍ ଅଛି, ତ ଭିଡ଼ିଓଟା କେଉଁମାନଙ୍କ ପାଇଁ ଆପଣମାନେ ଅଲରେଡ଼ି ଥମ୍ବନେଲ୍ ଦେଖିଛନ୍ତି। ତ ଯେଉଁମାନେ ଆମର ଆନ୍ଧ୍ର ବିଏଡ଼୍ରେ ଅଛନ୍ତି ଆପଣମାନଙ୍କର ଫାର୍ଷ୍ଟ ସେମିଷ୍ଟାର ଆପଣମାନେ ଜାଣିଛନ୍ତି ବହୁତ ଜଲ୍ଦି ହେବାକୁ ଯାଉଛି। ତ ତାହା ପାଇଁ ଆପଣଙ୍କର ଏକ୍ଜାମ୍ରେ ଭଲ ସ୍କୋର କରିବାକୁ ହେଲେ ଆପଣ ଜାଣିବା ଦରକାର ଆପଣଙ୍କର ଡାଇଗ୍ରାମ୍ ମୋଷ୍ଟ ଇମ୍ପୋର୍ଟାଣ୍ଟ। ଠିକ୍ ଅଛି, ଆଉ ଡାଇଗ୍ରାମ୍ ଯଦି ଆପଣ ଏକ୍ଜାମ୍ରେ ନ କରିପାରିବେ ଦେନ୍ ଆପଣଙ୍କର ସ୍କୋର୍ ତ ଆସିବ, ମନା କରୁନି, କିନ୍ତୁ କମ୍ ଆସିବ। ଠିକ୍ ଅଛି, ତ ଆଜିର ଭିଡ଼ିଓରେ ଆପଣଙ୍କର ଥାର୍ଡ଼ କମ୍ପଲସରୀ ପେପର୍ ବା ଆପଣଙ୍କର ଇନଫର୍ମେସନ୍ ଆଣ୍ଡ କମ୍ୟୁନିକେସନ୍ ଟେକ୍ନୋଲୋଜି ତାହାର ସିଲେକ୍ଟେଡ଼ ଡାଇଗ୍ରାମ୍ କରୁଛି। ଆଉ ଏହି ଭିଡ଼ିଓଟା ଆପଣମାନଙ୍କ ସମସ୍ତଙ୍କ ପାଇଁ ହେଲ୍ପଫୁଲ୍, ଯେଉଁମାନେ ଆମର ଯେଉଁ ବି ୟୁନିଭର୍ସିଟିରେ ଆପଣମାନେ ପଢ଼ିଥାନ୍ତୁ। ତ ଏଇଟା ନୂଆ ୱେରେ କରିଛି ଅପଡ଼େଟେଡ଼ ଡାଇଗ୍ରାମ୍। ମୋର ପ୍ରିଭିୟସ୍ ଗୋଟେ ଭିଡ଼ିଓ ଥିଲା ଡାଇଗ୍ରାମ୍ ରିଲେଟେଡ଼, ଆପଣ ସେଇ ଭିଡ଼ିଓରେ ବହୁତ ପିଲାମାନେ ଦେଖିଥିବେ, କିନ୍ତୁ ସେ ଭିଡ଼ିଓରେ ଯେଉଁ ଡାଇଗ୍ରାମ୍ ଅଛି ଏଇ ଭିଡ଼ିଓରେ ଆପଣ ଅଲଗା କିଛି ପାଇବେ, ଅଲଗା ପଏଣ୍ଟ ଯାକ ଲେଖିଛି, ଅଲଗା ୱେରେ କରିବାକୁ ଚେଷ୍ଟା କରିଛି। ଠିକ୍ ଅଛି, ତ ସମସ୍ତେ ଭିଡ଼ିଓଟା ଦେଖିବେ, ସମସ୍ତଙ୍କ ପାଇଁ ହେଲ୍ପଫୁଲ୍। ଆଉ ଭିଡ଼ିଓଟାରେ ଆପଣଙ୍କୁ ନିହାତି ବେନିଫିଟ୍ ମିଳିବ, ନିହାତି ହେଲ୍ପ ମିଳିବ, ଆପଣଙ୍କ ଟାଇମ୍ ବିଲକୁଲ ବି ୱେଷ୍ଟ ହେବନି। ଠିକ୍ ଅଛି, ତ ଭିଡ଼ିଓଟା ମୁଁ ଆରମ୍ଭ କରିଛି। ଯିଏ ବି ଆମ ଚ୍ୟାନେଲକୁ ନୂଆ, ଚ୍ୟାନେଲକୁ ସବସ୍କ୍ରାଇବ୍, ଭିଡ଼ିଓଟାକୁ ଲାଇକ୍ କରିବେ, ସେୟାର କରିବେ, ତା ସାଥିମାନଙ୍କ ପାଖରେ ସେୟାର କରିବେ। ୱିଥ୍ ଆପଣ ଗୋଟେ ଖାତା ପେନ୍ ନେଇକି ବସନ୍ତୁ, କାହିଁକିନା ଯଦି ଆପଣମାନେ ମୋ ହ୍ୟାଣ୍ଡ ରାଇଟିଂ ବୁଝି ନ ପାରିବେ ଦେନ୍ ମୁଁ ଯେଉଁଟା କହୁଛି ମୁଁ ସବୁ ପଏଣ୍ଟ ଆପଣଙ୍କୁ ପଢ଼େଇକି ଶୁଣେଇବି, ୱିଥ୍ ଡେସ୍କ୍ରାଇବ୍ କରିବି, ମାନେ ଯେତିକି ସମ୍ଭବ ମୁଁ ଆପଣଙ୍କୁ ବୁଝେଇବି। କିନ୍ତୁ ଆପଣମାନେ ଖାତା ପେନ୍ ନେଲେ କ'ଣ ହେବ, ଯଦି ଯେଉଁଟା ବୁଝି ପାରୁନାହାନ୍ତି ସେଇଟା ଆପଣ ଲେଖିପାରିବେ, ବୁଝିଗଲା। କାହିଁକିନା ସମସ୍ତେ ସମାନ ନୁହନ୍ତି। ଠିକ୍ ଅଛି, ମୋ ହ୍ୟାଣ୍ଡ ରାଇଟିଂ ଆପଣମାନଙ୍କ ଭିତରୁ ବହୁତ ପିଲାଙ୍କୁ ଭଲ ଲାଗିପାରେ, ବହୁତ ପିଲାଙ୍କୁ ଖରାପ ଲାଗିପାରେ, ବହୁତ ପିଲାମାନେ ବୁଝି ନ ପାରନ୍ତି, ବୁଝିଗଲା। ତ ମୁଁ ସବୁ ପଏଣ୍ଟକୁ ଏଲାବୋରେଟ୍ କହୁଛି, ମାନେ କରିବି ୱିଥ୍, ତ ମୁଁ ସବୁ ପଏଣ୍ଟକୁ କହିବି ପ୍ଲସ୍ ଏଲାବୋରେଟ୍ କରିବି, ଆପଣମାନେ ଶୁଣିବେ, ତା ସହିତ ଯଦି ଚାହିଁବେ ଲେଖିପାରିବେ, ବୁଝିଗଲା। ଆଉ ଏହାର PDF ଆମ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଅଲରେଡ଼ି ମୁଁ ପ୍ରୋଭାଇଡ଼ କରିଦେବି, ଟେନସନ୍ କିଛି ନେବା କଥା ନୁହଁ। ଆପଣମାନେ ଭିଡ଼ିଓ ଦେଖନ୍ତୁ, ଯେଉଁମାନେ ୟୁଟ୍ୟୁବ୍ରେ ଅଛନ୍ତି ସେମାନେ ନିହାତି ଦେଖନ୍ତୁ, ନିହାତି ହେଲ୍ପ ମିଳିବ। ଠିକ୍ ଅଛି, ତ ଷ୍ଟାର୍ଟ କରୁଛି। ହଁ, ଭିଡ଼ିଓଟା ଆରମ୍ଭ କରୁଛି, କିନ୍ତୁ ଆପଣମାନେ ଭିଡ଼ିଓଟାକୁ ସମ୍ପୂର୍ଣ୍ଣ ଦେଖିବେ। ଆଉ ଭିଡ଼ିଓଟା ଟିକେ ଲେନ୍ଦି ହେବ, କାହିଁକିନା ଆମର ICTର ପେପରଟା ବହୁତ ହି ଭାଷ୍ଟ, ସିଲାବସ୍ଟା ବହୁତ ହି ଫାଷ୍ଟ, ତ ବହୁତ ହି ସିଲେକ୍ଟେଡ଼ କ୍ୱେଶ୍ଚନ୍ ଆଣିଛି। କିନ୍ତୁ ସବୁ ପଏଣ୍ଟକୁ ମୁଁ କହିବାକୁ ଗଲେ ଟିକେ ଲେନ୍ଦି ହେବ ଭିଡ଼ିଓଟା, ତ ପେସେନ୍ସ ଦରକାର ଦେଖିବାକୁ, ଆଉ ଧୈର୍ଯ୍ୟ ସହିତ ଦେଖିବେ। ତ ଦେଖନ୍ତୁ ଫାଷ୍ଟ କ୍ୱେଶ୍ଚନ୍ ମୁଁ ଆପଣଙ୍କୁ, ଫାଷ୍ଟ କଥା, ଆପଣମାନେ ଯେଉଁମାନେ ସିଲେକ୍ଟେଡ଼ କ୍ୱେଶ୍ଚନ୍ ଭିଡ଼ିଓ ଦେଖିନାହାନ୍ତି ଡିସ୍କ୍ରିପ୍ସନ୍ରେ ଲିଙ୍କ୍ ଦେଇଦେଉଛି, ଆପଣମାନେ ଦେଖିବେ। ଅଦରୱାଇଜ୍ ଆପଣଙ୍କ ସାମ୍ନାରେ ଆସିବ ସେ ଭିଡ଼ିଓ ଯାକ, ଆପଣ ତାହାକୁ କ୍ଲିକ୍ କରିକି ଦେଖିପାରିବେ। ଠିକ୍ ଅଛି, ତ ଦେଖିନେବେ ଭିଡ଼ିଓଟା, କାହିଁକିନା ସିଲେକ୍ଟେଡ଼ କ୍ୱେଶ୍ଚନ୍ ଭିଡ଼ିଓ ଯଦି ଦେଖିନଥିବେ ଦେନ୍ ଏଇଟାକୁ ହୁଏତ ବୁଝିପାରିବେନି। ତ ଫାଷ୍ଟ କ୍ୱେଶ୍ଚନ୍ ଆପଣଙ୍କର ICT। ଦେଖନ୍ତୁ ICT ହେଉଛି ଆର୍ଟ୍ସ ପିଲାମାନଙ୍କ ପାଇଁ ଟିକେ କଷ୍ଟ ହେଇପାରେ, କାହିଁକିନା ଆର୍ଟ୍ସ ପିଲାମାନେ ଏସବୁ ବିଷୟ ପଢ଼ନ୍ତିନି। ସାଇନ୍ସ ପିଲାମାନେ ଆପଣଙ୍କର ଗ୍ରାଜୁଏସନ୍ ଏସବୁ ପଢ଼ିଛନ୍ତି, ତାଙ୍କର ICT ଗୋଟେ ଏକ୍ସଟ୍ରା ପେପର୍ ଥିଲା। ଠିକ୍ ଅଛି, ତ ଦେଖନ୍ତୁ ଫାଷ୍ଟ ହେଉଛି ଆପଣଙ୍କର ଏଜୁକେସନାଲ୍ ଟେକ୍ନୋଲୋଜି। ଆପଣମାନେ ଯିଏ ବି ଆମର ଏକ୍ଜାମ୍ ଦେବେ, ଆମର ହ୍ୱାଟ୍ସଆପ୍ ଗ୍ରୁପ୍ର ପିଲା ହୁଅନ୍ତୁ କିମ୍ବା ଆପଣ ନର୍ମାଲ୍ ଯିଏ ବି ହୁଅନ୍ତୁ, ICTର ଫାଷ୍ଟ କ୍ୱେଶ୍ଚନ୍ ଏଜୁକେସନାଲ୍ ଟେକ୍ନୋଲୋଜି ଉପରେ ଆସିବ। ଆପଣ ଲେଖି ରଖନ୍ତୁ, ମୁଁ ଏଇଟା କହୁଛି, ଏକ୍ଜାମ୍ ଦେଇକି ଆସିଲା ପରେ ମୋତେ କହିବେ। ଠିକ୍ ଅଛି, ତ ଏଜୁକେସନାଲ୍ ଟେକ୍ନୋଲୋଜି ଉପରେ ଯେଉଁ କ୍ୱେଶ୍ଚନ୍ ଆସୁ ଡାଇଗ୍ରାମ୍ ଏଇଟା ହିଁ କରିବେ। କ୍ଲିୟର୍? ନେକ୍ସଟ ଦେଖନ୍ତୁ ମୁଁ କ'ଣ ଲେଖିଛି ପଏଣ୍ଟରେ। ତ ଫାଷ୍ଟ ହେଉଛି ଆମର, ମାନେ ଫାଷ୍ଟ ପଏଣ୍ଟ ଆମର ସିଷ୍ଟମେଟିକ୍ ସାଇଣ୍ଟିଫିକ୍। ଠିକ୍ ଅଛି, ଏଇଟା ହେଉଛି ସିଷ୍ଟମେଟିକ୍ ଅର୍ ସାଇଣ୍ଟିଫିକ୍। ଠିକ୍ ଅଛି, କ୍ୟାରେକ୍ଟରିଷ୍ଟିକ୍ ଅଫ୍ ICT ପଏଣ୍ଟଟା, ମାନେ ମେନ୍ ପଏଣ୍ଟ ଏଇଟା ତାହାର, ତ ତାହାର ଏଇଟା ହେଉଛି ସବ୍ ପଏଣ୍ଟ। ଦେନ୍ ଲର୍ଣ୍ଣର ସେଣ୍ଟର୍ଡ଼। ଠିକ୍ ଅଛି, କାହିଁକିନା ଶିକ୍ଷା କେଉଁମାନଙ୍କୁ ଦିଆଯାଏ, ଶିଶୁ ବା ଆମର ଚାଇଲ୍ଡ, ତ ଚାଇଲ୍ଡ ମାନେ ଲର୍ଣ୍ଣର, ଯେଉଁମାନେ ଶିଖିବେ, ବୁଝିଲା। ଆପଣମାନେ ବହୁତ ପିଲା ଏସବୁ ପଏଣ୍ଟ ଜାଣିଛନ୍ତି, ମୁଁ ଆପଣଙ୍କୁ କ'ଣ ବୁଝେଇବି, ହେଲେ ବି ଯେତିକି ସମ୍ଭବ ସେତିକି କହିଦେଉଛି, ହେଲା। ଦେଖନ୍ତୁ ଦେନ୍ ଡାଇନାମିକ୍ ଆଣ୍ଡ କଣ୍ଟିନ୍ୟୁଅସ୍ ପ୍ରୋସେସ୍। ତାପର ପଏଣ୍ଟ ଅଛି ଡିଜିଟାଲ୍ ଟୁଲ୍ସ। ଠିକ୍ ଅଛି, ଦେନ୍ ନେକ୍ସଟ ପଏଣ୍ଟ କ'ଣ ଅଛି ନା ଆମର AI ଆଡାପ୍ଟିଭ୍ ସଫ୍ଟୱେର୍। ଠିକ୍ ଅଛି, ଆଜିକାଲି ସବୁ ଜାଗାରେ AIର ସିଷ୍ଟମେଟିକ୍ ହେଇଯାଇଛି, ତ AI ଥିବାଟା ମ୍ୟାଣ୍ଡେଟୋରୀ, ନାଇଁ କି। ଆଉ କିଛି ଦିନ ପରେ ଆମର ଟିଚର୍ ଜବ୍ ବି ଟିଚର୍ମାନଙ୍କୁ ହାୟାର କରିବା ଦରକାର ନାହିଁ, କାହିଁକିନା ସବୁ ରୋବୋଟ୍ କରିଦେବ ଫ୍ୟୁଚର୍ରେ। ତ ଟିଚର୍ମାନଙ୍କ ଜବ୍ ବି ସିକ୍ୟୁର ନୁହଁ ବର୍ତ୍ତମାନ ସମୟରେ। ହଁ, ନେକ୍ସଟ ଦେଖନ୍ତୁ ଇନଫ୍ରାଷ୍ଟ୍ରକ୍ଚର। ଠିକ୍ ଅଛି, ଦେନ୍ ଆପଣଙ୍କର ଅଛି ପର୍ସନାଲାଇଜ୍ ଲର୍ଣ୍ଣିଂ। ଠିକ୍ ଅଛି, ତ ଏଇଟା ଥିଲା ଆମର କେତେଟା ପଏଣ୍ଟ, 7ଟା ପଏଣ୍ଟ ମୁଁ ଆପଣଙ୍କୁ ଲେଖିଛି। ଦେଖନ୍ତୁ ଆପଣ ଏକ୍ଜାମ୍ରେ ଯଦି ଆପଣଙ୍କୁ ସବୁ ମନେ ନ ରହିବ, 4ରୁ 5ଟା ପଏଣ୍ଟ ମନେ ରଖିଲେ ବି ହେଇଯିବ। ଠିକ୍ ଅଛି, ଯେତିକି ପଏଣ୍ଟ ମନେ ରଖିପାରିବେ ସେତିକି ଲେଖିବେ, ଆଉ କ୍ୱେଶ୍ଚନ୍ଟାକୁ ବୁଝିବାକୁ ଚେଷ୍ଟା କରିବେ। ତାହା ଯଦି ବୁଝିପାରୁଛନ୍ତି ଆପଣ ଗୋଟେ ଦୁଇଟା ପଏଣ୍ଟକୁ ଆଡ଼୍ କରିପାରିବେ ନିଜ ତରଫରୁ, ବୁଝିଲା। କ୍ଲିୟର୍? ନେକ୍ସଟ 2 ନମ୍ବର ଦେଖନ୍ତୁ ଏଜୁକେସନାଲ୍ ଟେକ୍ନୋଲୋଜିର ଆଉ ଗୋଟେ ପଏଣ୍ଟ ଲେଖିଛି ମୁଁ ଆପଣଙ୍କ ପାଇଁ। ଏଇଟା ଇଜି ହେବ ଆପଣଙ୍କୁ ମାନେ ମନେ ରଖିବାକୁ। କ'ଣ ଅଛି ଦେଖନ୍ତୁ, ଫାଷ୍ଟ ହେଉଛି ଇମ୍ପ୍ଲିମେଣ୍ଟିଂ, ଦେନ୍ ଆନାଲାଇଜିଂ, ଡିଜାଇନିଂ, ଡେଭଲପିଂ, ଇଭାଲୁଏଟିଂ। ଠିକ୍ ଅଛି, ଭେରି ଇଜି। ଫାଷ୍ଟ ଇମ୍ପ୍ଲିମେଣ୍ଟିଂ, ଆନାଲାଇଜିଂ, ଡିଜାଇନିଂ, ଡେଭଲପିଂ, ଇଭାଲୁଏଟିଂ, ବୁଝିହେଲା।
এই ଦୁଇଟାରୁ ଆପଣ ଯେକୌଣସି ଡାଇଗ୍ରାମଟା କରିଦେଇପାରିବେ, କିନ୍ତୁ ଆପଣ ଦେଖନ୍ତୁ ଦୁଇଟା ପଏଣ୍ଟ ମାନେ ଦୁଇଟା ଡାଇଗ୍ରାମ ଦେଇଛି, ତ ଏଥିରୁ ଦୁଇଟା ପଏଣ୍ଟ ସେଥିରୁ ଚାରିଟା ପଏଣ୍ଟ ମନେ ରଖିକି ଗୋଟେ ଡାଇଗ୍ରାମରେ କରିଦେଇପାରିବେ, ନୋ ପ୍ରୋବ୍ଲେମ୍। ଠିକ୍ ଅଛି, ମାନେ ଏହାଠୁ ଆଉ କ'ଣ ମୁଁ ଆପଣଙ୍କୁ କହିବି, ସବୁ କହୁଛି ସେଇ ହିସାବରେ ପଢ଼ନ୍ତୁ, ସେଇ ହିସାବରେ ଲେଖନ୍ତୁ, ଏକ୍ଜାମ୍ରେ ଭଲ ସ୍କୋର ନିହାତି କରିପାରିବେ, ଟ୍ରଷ୍ଟ କରନ୍ତୁ ମୋ ଉପରେ। ଦେନ୍ ନେକ୍ସଟ ଦେଖିବା, ଦେଖନ୍ତୁ ଆପଣଙ୍କର କମ୍ୟୁନିକେସନ୍ ଗୋଟେ କ୍ୱେଶ୍ଚିନ୍ ଆସିବ, ନିହାତି ଆସିବ, ତା ଉପରେ ଡାଇଗ୍ରାମ କ'ଣ ହେଇପାରିବ। ଏଇଟା ହେଉଛି ଆମର କମ୍ୟୁନିକେସନ୍ର ଟାଇପ୍ସ। ଠିକ୍ ଅଛି, କମ୍ୟୁନିକେସନ୍ ଆପଣଙ୍କୁ 4ଟା ମନେ ରଖିଲେ ବି ହେବ, କ'ଣ ନା ଭର୍ବାଲ୍, ନନ୍ ଭର୍ବାଲ୍, ତାପରେ ଆପଣଙ୍କର ଭିଜୁଆଲ୍ ଆଣ୍ଡ ରିଟେନ୍। ଏ 4ଟା ହେଉଛି ଆପଣଙ୍କର ମାନେ ମୁହଁରେ ରହିବା କଥା। ତ ଏଥିରେ ମୁଁ 6ଟା ପଏଣ୍ଟ ଲେଖିଦେଇଛି, 6 9 7ଟା ହୁଏ, ତ 7ରୁ 8ଟା ଦେଖିବା। ଫାର୍ଷ୍ଟ ହେଉଛି ଆପଣଙ୍କର ଭର୍ବାଲ୍ କମ୍ୟୁନିକେସନ୍, ନନ୍ ଭର୍ବାଲ୍, ଫର୍ମାଲ୍, ଇନଫର୍ମାଲ୍, ଭିଜୁଆଲ୍, ଅଡ଼ିଓ ଭିଜୁଆଲ୍, ଦେନ୍ ଇଣ୍ଟରପର୍ସନାଲ୍ ଆଣ୍ଡ ରିଟେନ୍, ମାନେ ରିଟେନ୍ କମ୍ୟୁନିକେସନ୍। ଠିକ୍ ଅଛି, ଏଇଟା କନଷ୍ଟିଟ୍ୟୁସନ୍ ଲେଖିଦେଇଛି, ସରି ବାଇ ମିଷ୍ଟେକ୍। ଠିକ୍ ଅଛି, ତ କ'ଣ ହେଲା ଆଉ ଥରେ ପଢ଼ୁଛି, ଭଲସେ ବୁଝନ୍ତୁ। ଫାର୍ଷ୍ଟ ହେଉଛି ଆପଣଙ୍କର ଭର୍ବାଲ୍, ନନ୍ ଭର୍ବାଲ୍, ଭେରି ଇଜି। ଫର୍ମାଲ୍, ଇନଫର୍ମାଲ୍, ଏଇଟା ତ ଆହୁରି ଇଜି। ଭିଜୁଆଲ୍, ଅଡ଼ିଓ ଭିଜୁଆଲ୍, ଦେନ୍ ଆପଣଙ୍କର ରିଟେନ୍, ପର୍ସନାଲ୍, ଇଣ୍ଟରପର୍ସନାଲ୍। ଠିକ୍ ଅଛି, ଟାଇପ୍ସ ଅଫ୍ କମ୍ୟୁନିକେସନ୍, ଭେରି ଇଜି କି ନାହିଁ, ମନେ ରଖିପାରିବେ। ଯାହା ମନେ ରଖିପାରିବେ ସେମିତି ହିଁ କ୍ୱେଶ୍ଚିନ୍, ମାନେ ସେମିତି ପଏଣ୍ଟ ଆପଣଙ୍କ ପାଇଁ ଅଣା ହେଇଛି। ଠିକ୍ ଅଛି, ନେକ୍ସଟ କ'ଣ ଅଛି, ଏଲିମେଣ୍ଟସ୍ ଅଫ୍ କମ୍ୟୁନିକେସନ୍। ଦେଖନ୍ତୁ କମ୍ୟୁନିକେସନ୍ର ଏଲିମେଣ୍ଟସ୍ କ'ଣ ଅଛି। ଠିକ୍ ଅଛି, ମାନେ ଆପଣ କମ୍ୟୁନିକେସନ୍ ମାନେ କ'ଣ, ଫାର୍ଷ୍ଟ ବୁଝନ୍ତୁ। ଆପଣ କାହା ସହିତ ଯଦି ମାନେ କଥା ହେବେ, ଧରନ୍ତୁ ଆପଣଙ୍କ ଅପୋଜିଟ୍ କିଏ ଅଛନ୍ତି, ଧରନ୍ତୁ ଆପଣ ଜଣେ ଓଡ଼ିଆ ଆଉ ଜଣେ ଆପଣ କଥା ହେବେ ହିନ୍ଦୀ ଲୋକଙ୍କ ସହିତ, ତ ଆପଣ ଯଦି ତାଙ୍କ ଭାଷା ନ ଜାଣିବେ ଦେନ୍ କେମିତି କଥା ହେବେ, ତ କମ୍ୟୁନିକେସନ୍ ସ୍କିଲ୍ ଥିବା ଦରକାର। ଠିକ୍ ଅଛି, ତ ସେଇଟା ହେଉଛି ଗୋଟେ କମ୍ୟୁନିକେସନ୍ର ଟାଇପ୍ସ ହେଇପାରେ। ତ ଏଥିରେ ଦେଖନ୍ତୁ ଏଇଟା ବି ସେମ୍ ଟାଇପ୍, ମାନେ ସେମିତି ହିଁ ହେବ। କେତେଟା ପଏଣ୍ଟ ମୁଁ ଏକ୍ସଟ୍ରା କରିଛି କ'ଣ ନା, ଦେଖନ୍ତୁ ଏ ପଏଣ୍ଟ ଦେଖିଲେ ଆପଣ ରିଲେଟ୍ କରିପାରିବେ ନା। ଫାର୍ଷ୍ଟ ହେଉଛି ସେଣ୍ଡର। ଠିକ୍ ଅଛି, ମାନେ ମେସେଜଟା ଆପଣ ଯେମିତି ସେଣ୍ଡ କରୁଛନ୍ତି। ଠିକ୍ ଅଛି, ଦେନ୍ ମେସେଜ୍ ମାନେ ସେଣ୍ଡରଟା ମେସେଜ୍ ହିଁ ସେଣ୍ଡ କରିବେ। ଦେନ୍ ଚ୍ୟାନେଲ୍, କେଉଁ ଚ୍ୟାନେଲ୍ରୁ ଯାଉଛି, ମାନେ ଆପଣ ଅନଲାଇନ୍ କରୁଛନ୍ତି, ଅଫଲାଇନ୍ କରୁଛନ୍ତି, ନା ଆହୁରି ବହୁତ ପ୍ରକାର ଅଛି ନା, ମୁଁ ବି ଜାଣିନି କିନ୍ତୁ ଅଛି, ମୁଁ ଜାଣିଛି। ନେକ୍ସଟ ଦେଖନ୍ତୁ ତଳେ ଅଛି ଆଉ କ'ଣ ନା ଆମର ରିସିଭ୍, ଯେ ରିସିଭ୍ କରୁଛି ରିସିଭର୍। ଦେନ୍ ଆମର କ'ଣ ଏଇଟା କଣ୍ଟେକ୍ସଟ, ନଏଜ୍, ପର୍ପୋଜ୍, ଇନକୋଡ଼ିଂ, ଡିକୋଡ଼ିଂ। ବୁଝିଲା, ଟିକେ କଷ୍ଟ ହେଇପାରେ, କିନ୍ତୁ ଆଉ ଥରେ ଦେଖନ୍ତୁ, ଦୁଇଥର ଦେଖିଲେ ମନେ ରହିଯିବ 4ରୁ 5ଟା ପଏଣ୍ଟ। ଯେମିତିକି ଫାର୍ଷ୍ଟ ସେଣ୍ଡର, ମେସେଜ୍, ଚ୍ୟାନେଲ୍, ରିସିଭର୍, କଣ୍ଟେକ୍ସଟ, ନଏଜ୍, ପର୍ପୋଜ୍, ଇନକୋଡ଼ିଂ, ଡିକୋଡ଼ିଂ। ଇନକୋଡ଼ିଂ ଡିକୋଡ଼ିଂଟା ଇଜି, ଦେନ୍ ଆପଣଙ୍କର ମେସେଜଟା ଇଜି। ଠିକ୍ ଅଛି, ରିସିଭ୍ଟା ଇଜି, ସେଣ୍ଡରଟା ଇଜି, ସବୁ ହିଁ ଇଜି। ଏଥିରେ କ'ଣ ମାନେ ଏକ୍ସଟ୍ରା କିଛି ନାହିଁ ଯାହା ଆପଣଙ୍କୁ କଷ୍ଟ ହେବ ବୁଝିବାକୁ। ନେକ୍ସଟ ଏଇଟା ଆମର 4ଟା ଗଲା ଡାଇଗ୍ରାମ, 5 ନମ୍ବର ଦେଖିବା। 5 ନମ୍ବର ହେଉଛି ୟୁନିଟ୍ 1ର ଲାଷ୍ଟ ଡାଇଗ୍ରାମ। ଠିକ୍ ଅଛି, ଦେଖନ୍ତୁ କ୍ୟାରେକ୍ଟରିଷ୍ଟିକ୍ ଅଫ୍ ICT। ଠିକ୍ ଅଛି, ଇନଫର୍ମେସନ୍ ଆଣ୍ଡ କମ୍ୟୁନିକେସନ୍ ଟେକ୍ନୋଲୋଜିର କ'ଣ କ୍ୟାରେକ୍ଟରିଷ୍ଟିକ୍ ହେଇପାରେ। ଫାର୍ଷ୍ଟ ଦେଖନ୍ତୁ ଇଣ୍ଟରାକ୍ଟିଭିଟି, ଦେନ୍ ଆକ୍ସେସିବିଲିଟି, ଫ୍ଲେକ୍ସିବିଲିଟି, ଏଡାପ୍ଟିବିଲିଟି, କନେକ୍ଟିଭିଟି, ମଲ୍ଟିମିଡ଼ିଆ ଇଣ୍ଟରାକ୍ସନ୍, ଦେନ୍ ରିଏଲ୍ ଟାଇମ୍ ଆକ୍ସେସ୍। ବୁଝିଲା, ଆଉ ଥରେ ଦେଖିଦିଅନ୍ତୁ ନା। ଫାର୍ଷ୍ଟ ହେଉଛି ଆମର ଇଣ୍ଟରାକ୍ସନ୍, ନା ଇଣ୍ଟରାକ୍ଟିଭିଟି, ଆକ୍ସେସିବିଲିଟି, ଫ୍ଲେକ୍ସିବିଲିଟି, ଏଡାପ୍ଟିବିଲିଟି, କନେକ୍ଟିଭିଟି, ମଲ୍ଟିମିଡ଼ିଆ ଇଣ୍ଟରାକ୍ସନ୍, ଦେନ୍ ରିଏଲ୍ ଟାଇମ୍ ଆକ୍ସେସ୍। ଠିକ୍ ଅଛି, କ୍ୟାରେକ୍ଟରିଷ୍ଟିକ୍ ଅଫ୍ ICT। ଦେନ୍ 2 ନମ୍ବର ୟୁନିଟ୍କୁ ଯିବା। 2 ନମ୍ବର ୟୁନିଟ୍ରେ କ'ଣ ଥିଲା, ICT ଇନ୍ ଏଜୁକେସନ୍। ଠିକ୍ ଅଛି, ତ ଏଥିରେ ଆପଣଙ୍କର ଫାର୍ଷ୍ଟ କ୍ୱେଶ୍ଚିନ୍ କ'ଣ ନା ଇଣ୍ଡିଭିଜୁଆଲ୍ ଲର୍ଣ୍ଣିଂ ବା ଇଣ୍ଡିଭିଜୁଆଲାଇଜ୍ ଲର୍ଣ୍ଣିଂ ଆପଣଙ୍କୁ ଦେଇଥିଲି, ବା ଇଣ୍ଡିଭିଜୁଆଲାଇଜ୍ ଇନଷ୍ଟ୍ରକ୍ସନ୍ ଦେଇଥିଲି। ତ ତାହାର ଡାଇଗ୍ରାମ କ'ଣ ହେଇପାରେ ଦେଖନ୍ତୁ। ଫାର୍ଷ୍ଟ ହେଉଛି ଆପଣଙ୍କର ନା ପର୍ସନାଲାଇଜ୍ ଲର୍ଣ୍ଣିଂ, ଫ୍ଲେକ୍ସିବଲ୍ ପେସିଂ, ଏଡପ୍ଟେଡ୍ ମେଟେରିଆଲ୍ସ, ଅନଗୋଇଂ ଆସେସମେଣ୍ଟ, ଷ୍ଟୁଡେଣ୍ଟ ସେଣ୍ଟର୍ଡ ଲର୍ଣ୍ଣିଂ, ତାପରେ ଆପଣଙ୍କର ଟେକ୍ନୋଲୋଜି ଇଣ୍ଟିଗ୍ରେସନ୍, ଦେନ୍ କଣ୍ଟିନ୍ୟୁଅସ୍ ପ୍ରୋସେସ୍ ବା ମନିଟରିଂ। ଠିକ୍ ଅଛି, କଣ୍ଟିନ୍ୟୁଅସ୍ ମନିଟରିଂ। ଠିକ୍ ଅଛି, ଇଜି କ୍ୱେଶ୍ଚିନ୍ କି ନାହିଁ, ଆପଣ ଥରେ ଦୁଇଥର ପଢ଼ିବେ ଆରାମସେ ମନେ ରହିଯିବ ଆପଣଙ୍କୁ। ଠିକ୍ ଅଛି, ତ ୟୁନିଟ୍ 2ର ଫାର୍ଷ୍ଟ କ୍ୱେଶ୍ଚିନ୍ ଗଲା, ଫାର୍ଷ୍ଟ ଡାଇଗ୍ରାମ ଗଲା। ଦେନ୍ 2 ନମ୍ବରଟା କ'ଣ ଅଛି ଦେଖିବା। ତ ଏବେ ଦେଖନ୍ତୁ 2 ନମ୍ବରରେ ଅଛି ଆପଣଙ୍କର ପ୍ରୋଗ୍ରାମ୍ ଲର୍ଣ୍ଣିଂ। ଠିକ୍ ଅଛି, ପ୍ରୋଗ୍ରାମ୍ ଲର୍ଣ୍ଣିଂଟା ଇମ୍ପୋର୍ଟାଣ୍ଟ। ତ ଏଥିରେ କ'ଣ ଅଛି, ପ୍ରିନ୍ସିପଲ୍ରେ ପ୍ରୋଗ୍ରାମ୍ ଲର୍ଣ୍ଣିଂର ପ୍ରିନ୍ସିପଲ୍, ଫ୍ଲେକ୍ସିବିଲିଟି, ଆକ୍ଟିଭ୍ ଲିସନିଂ, କ୍ଲିୟର ଅବଜେକ୍ଟିଭ୍ସ, ଦେନ୍ ଆପଣଙ୍କର ସିକ୍ୱେଣ୍ଟାଲ୍ ଲର୍ଣ୍ଣିଂ, ତାପରେ ଆପଣଙ୍କର ଅଛି କ'ଣ ନା ସେଲ୍ଫ ବେସ୍ଡ ଲର୍ଣ୍ଣିଂ, ମାଷ୍ଟରୀ ଲର୍ଣ୍ଣିଂ, ତାପରେ ଆପଣଙ୍କର ଅଛି ଇମିଡ଼ିଏଟ୍ ଫିଡ଼ବ୍ୟାକ୍, ଆଣ୍ଡ ଲାଷ୍ଟ ଅନ୍ ଇଫେକ୍ଟିଭନେସ୍। ଠିକ୍ ଅଛି, ଦେଖନ୍ତୁ ମୁଁ ଯଦି ପ୍ରତିଟା କହିବି ବହୁତ ହି ଲଙ୍ଗ୍ ହେଇଯିବ ଭିଡ଼ିଓଟା। ଆପଣ ଯଦି ବୁଝି ନ ପାରିବେ ଏ ଭିଡ଼ିଓଟାକୁ ଆଉ ଥରେ ଦେଖିବେ ହେଲା। ଠିକ୍ ଅଛି, ଯଦି ବୁଝି ନ ପାରିବେ ଦେନ୍ ଟିକେ ରିଭାଇଣ୍ଡ କରିବେ, ମାନେ ପଛକୁ ନେବେ ଆଉ ଥରେ ଦେଖିବେ। ବୁଝିଲା, ପ୍ରୋଗ୍ରାମ୍ ଲର୍ଣ୍ଣିଂ ଡାଇଗ୍ରାମଟା ବୁଝିଲା। କେତେଟା ପଏଣ୍ଟ ଥିଲା ଆମର, 3 7 8ଟା ପଏଣ୍ଟ ନାଇଁ କି। ଦେନ୍ ମଲ୍ଟି ସେନ୍ସରୀ ଆପ୍ରୋଚ୍, ଭେରି ଇଜି ଏଇଟା ବୁଝନ୍ତୁ। ମଲ୍ଟି ସେନ୍ସରୀ ମାନେ କ'ଣ, ଆମର ସେନ୍ସ ଅର୍ଗାନ କେତେଟା ଅଛି ଜାଣିଛନ୍ତି ନା ଜାଣିନାହାନ୍ତି?
ମାନେ ଆପଣଙ୍କର ସେନ୍ସ ଅର୍ଗାନ୍ କେତେଟା ଜାଣିନାହାନ୍ତି? 5ଟା ଅଛି ଇନ୍ ଜେନେରାଲ୍। କ'ଣ କ'ଣ? ଫାର୍ଷ୍ଟ ହେଉଛି ଆପଣଙ୍କର ଆଖି, ଦେନ୍ କାନ, ଦେନ୍ ଆପଣଙ୍କର ନାକ, ଦେନ୍ ଆପଣଙ୍କର କ'ଣ ଜିଭା, ଆଉ ଗୋଟେ କ'ଣ? 5ଟା ନା? ଆଉ ଗୋଟେ କ'ଣ ଆପଣ କହିବେ ମୋତେ, ଠିକ୍ ଅଛି? ତ ଦେଖନ୍ତୁ ମୁଁ ଲେଖିଦେଇଛି, ଏଠୁ ଦେଖିକି କହିବେ। ନା ଫାର୍ଷ୍ଟ ଦେଖନ୍ତୁ ଆପଣଙ୍କର ଭିଜୁଆଲ୍ ଏଡ୍, ଅଡ଼ିଓଟୋରି ଏଡ୍, ଟେକ୍ଟାଇଲ୍ ଏଡ୍, କାଇନେଷ୍ଟେଟିକ୍ ଏଡ୍, ଠିକ୍ ଅଛି, ଓଲଫେକ୍ଟରି ଏଡ୍ ଆଣ୍ଡ ଗୁଷ୍ଟେଟରି ଏଡ୍, ଠିକ୍ ଅଛି। ଏଇଠି 6ଟା ଲେଖିଦେଇଛି, କିନ୍ତୁ ଆପଣ 5ଟା ଆମେ ଜାଣିବା ଭିତରେ ସେ 5ଟାରୁ ମୁଁ 4ଟା କହିଲେ ଆଉ ଗୋଟେ କ'ଣ ଆପଣ ମୋତେ କହିବେ କମେଣ୍ଟ ସେକ୍ସନରେ, ଠିକ୍ ଅଛି। ଦେନ୍ ନେକ୍ସଟ କ'ଣ ଅଛି? ଏବେ ୟୁନିଟ୍ 3କୁ ଯିବା। ୟୁନିଟ୍ 2ରେ ଆମର 3ଟା ହିଁ ଡାଇଗ୍ରାମ୍ ଥିଲା। 3ଟାରୁ ଆପଣଙ୍କର ଏକ୍ଜାମ୍ରେ 2ଟା ତ ନିହାତି ଆସିବ, ଠିକ୍ ଅଛି। ୟୁନିଟ୍ 3ଟା ଇମ୍ପୋର୍ଟାଣ୍ଟ। ଏଥିରେ ଆପଣଙ୍କର କମ୍ପ୍ୟୁଟର ଉପରେ ଅଛି। କମ୍ପ୍ୟୁଟର ଉପରେ ଆପଣଙ୍କର ଏକ୍ଜାମ୍ରେ 2ଟା କ୍ୱେଶ୍ଚିନ୍ ନିହାତି ଆସିବ। ତ ମୁଁ ଆପଣଙ୍କୁ ଦେଖନ୍ତୁ ଫାର୍ଷ୍ଟ 3ଟା ହିଁ ଡାଇଗ୍ରାମ୍ ଦେବି। କମ୍ପ୍ୟୁଟର ରିଲେଟେଡ୍ 3ଟା ଡାଇଗ୍ରାମ୍ ଦେବି। ନା କ'ଣ ନା ଟାଇପ୍ସ ଗୋଟେ ଦେଇଦେବେ ଆପଣଙ୍କୁ, କମ୍ପୋନେଣ୍ଟ, କ୍ୟାରେକ୍ଟରିଷ୍ଟିକ୍, ଠିକ୍ ଅଛି। ତ ଫାର୍ଷ୍ଟ ଟାଇପ୍ସଟା ଦେଖନ୍ତୁ, ହ୍ୱାଟ୍ ଆର୍ ଦି ଟାଇପ୍ସ ଅଫ୍ କମ୍ପ୍ୟୁଟର, ଠିକ୍ ଅଛି। ତ ଏଥିରେ ଆପଣଙ୍କର ଆପଣ ଦର୍ଶାଇ ପାରିବେ କ'ଣ ନା ଫାର୍ଷ୍ଟ ହେଉଛି ଆପଣଙ୍କର ପର୍ସନାଲ୍ କମ୍ପ୍ୟୁଟର, ଠିକ୍ ଅଛି, ପିସି ଯାହାକୁ କୁହାଯାଏ। ଦେନ୍ ଆପଣଙ୍କର ମିନି କମ୍ପ୍ୟୁଟର ଥାଏ, ଆଜିକାଲି ମ୍ୟାକ୍ର ବାହାରୁଛି ଆପଲ୍ର, ଠିକ୍ ଅଛି। ଦେନ୍ ମାଇକ୍ରୋ କମ୍ପ୍ୟୁଟର ଥାଏ। ତାପରେ ଆପଣଙ୍କର ସମସ୍ତଙ୍କର ନାହିଁ, କିନ୍ତୁ ଲ୍ୟାପଟପ୍ ଥାଏ, ଜାଣିଛନ୍ତି, ସେଇଟା ବି ଗୋଟେ ଟାଇପ୍ ଅଫ୍ କମ୍ପ୍ୟୁଟର, ଠିକ୍ ଅଛି। ଡିଜିଟାଲ୍ କମ୍ପ୍ୟୁଟର ରୁହେ ଆପଣଙ୍କର, ହାଇବ୍ରିଡ୍ କମ୍ପ୍ୟୁଟର ରୁହେ, ଠିକ୍ ଅଛି, ଏନାଲଗ୍ କମ୍ପ୍ୟୁଟର ରୁହେ, କମ୍ପ୍ୟୁଟର ରୁହେ, ଆଉ ଗୋଟେ ଅଛି ଆପଣଙ୍କର ୱାର୍କ ଷ୍ଟେସନ୍ କମ୍ପ୍ୟୁଟର ରୁହେ, ଠିକ୍ ଅଛି। ଏଠାରୁ ଆପଣ 3ରୁ 4ଟା ବି ଦର୍ଶାଇ ପାରିବେ। ଦେଖନ୍ତୁ ଇଜିରେ ମନେ ରଖନ୍ତୁ, ପିସି, ଲ୍ୟାପଟପ୍, ତାପରେ ଆପଣଙ୍କର ଡିଜିଟାଲ୍, ହାଇବ୍ରିଡ୍, ଏନାଲଗ୍, ଆଉ ଗୋଟେ କ'ଣ ୱାର୍କ ଷ୍ଟେସନ୍। 6ଟା ରଖିଲେ ବି ହେଇଯିବ ମନେ, ଠିକ୍ ଅଛି। ଟାଇପ୍ସ ଅଫ୍ କମ୍ପ୍ୟୁଟର। ଏଥିରେ ଆପଣ ଆଡ୍ ବି କରିପାରିବେ କେତେଟା ପଏଣ୍ଟ, ଆଉ ଆପଣ ରିମୁଭ୍ ବି କରିପାରିବେ, ଠିକ୍ ଅଛି। ଦେନ୍ ଦେଖନ୍ତୁ କମ୍ପୋନେଣ୍ଟସ୍, ଭେରି ଇମ୍ପୋର୍ଟାଣ୍ଟ। ହ୍ୱାଟ୍ ଆର୍ ଦି କମ୍ପୋନେଣ୍ଟସ୍ ଅଫ୍ କମ୍ପ୍ୟୁଟର? ତ କମ୍ପୋନେଣ୍ଟସ୍ ଆପଣ ସମସ୍ତେ ଜାଣିଛନ୍ତି, ଠିକ୍ ଅଛି। ତ ଦେଖନ୍ତୁ ଫାର୍ଷ୍ଟ ହେଉଛି ଆପଣଙ୍କର ମଦରବୋର୍ଡ଼, ଦେନ୍ CPU, RAM, GPU, ତାପରେ ଆପଣଙ୍କର ଷ୍ଟୋରେଜ୍, ପାୱାର ସପ୍ଲାଏ, PSU କୁହାଯାଏ ତାକୁ, ଇନପୁଟ୍ ଡିଭାଇସେସ୍। ଇନପୁଟ୍ ମାନେ କ'ଣ? ଇନପୁଟ୍ରେ ଆପଣଙ୍କର ମାନେ ପିସି ଭିତରେ ଯେଉଁ ସବୁ ଥାଏ, ଆମର RAM ଥାଏ, ସବୁ ଲେଖିଛି ସେସବୁ, ଠିକ୍ ଅଛି। ଆଣ୍ଡ ଆଉଟପୁଟ୍ ଡିଭାଇସେସ୍ରେ ଆପଣଙ୍କର ପ୍ରିଣ୍ଟର, ମାଉସ୍, ତାପରେ ଆପଣଙ୍କର ଅଛି ସାଉଣ୍ଡ ବକ୍ସ, ଏସବୁ ସ୍ପିକର, ଠିକ୍ ଅଛି, ସାଉଣ୍ଡ କାର୍ଡ଼। ଆପଣଙ୍କର ମନରେ ଯାହା ଆସିବ, ଯାହା ବୁଝିବେ କମ୍ପୋନେଣ୍ଟସ୍ ଅଫ୍ କମ୍ପ୍ୟୁଟର, ତାହା ଆପଣ ଲେଖି ପକାଇବେ, ଠିକ୍ ଅଛି। ଗ୍ରାଫିକ୍ କାର୍ଡ଼, ଏଭ୍ରିଥିଙ୍ଗ କ୍ଲିଅର୍। ନେକ୍ସଟ ତ ଏବେ ଦେଖନ୍ତୁ ଆଉ ଗୋଟେ ଆମର ଡାଇଗ୍ରାମ୍ କ'ଣ ହେଇପାରିବ? କ୍ୟାରେକ୍ଟରିଷ୍ଟିକ୍। ହ୍ୱାଟ୍ ଆର୍ ଦି କ୍ୟାରେକ୍ଟରିଷ୍ଟିକ୍ ଅଫ୍ କମ୍ପ୍ୟୁଟର? ବୁଝିଲା। ତ କମ୍ପ୍ୟୁଟରର କ୍ୟାରେକ୍ଟରିଷ୍ଟିକ୍ଟା ଭେରି ଇଜି। କେମିତି ଇଜି? ନା ଦେଖନ୍ତୁ ଫାର୍ଷ୍ଟ ପଏଣ୍ଟ ହେଉଛି ଆପଣଙ୍କର ସ୍ପିଡ଼। କମ୍ପ୍ୟୁଟରଟା ସ୍ପିଡ଼ରେ ଚାଲେ, ଠିକ୍ ଅଛି। ଆପଣ ଯାହା ଟାଇପ୍ କରିପାରିବେ, ଆପଣ ଟାଇପ୍ କରିବାକୁ ଲେଟ୍, କିନ୍ତୁ ସିଏ ଦେଖିବାକୁ ଲେଟ୍ କରିବନି, ବୁଝିଲା। ଏକୁରେସି, ସେଥିରେ ଭୁଲ ହୁଏନି। ଭର୍ସିବିଲିଟି ଥାଏ, କନସିଷ୍ଟେନ୍ସି ଥାଏ, ଠିକ୍ ଅଛି। ଦେନ୍ ଅଟୋମେସନ୍ ଥାଏ, ମେମୋରି ଥାଏ, ଦେନ୍ ଆପଣଙ୍କର ଷ୍ଟୋରେଜ୍ ଥାଏ, ରିଲାଏବିଲିଟି ଥାଏ, ଇନପୁଟ୍ ଆଉଟପୁଟ୍ ଡିଭାଇସେସ୍ ଥାଏ, ଠିକ୍ ଅଛି। ବୁଝିଲା। ଭେରି ଇଜି କି ନାହିଁ? ଆଉ ଥରେ ଦେଖିଦିଅନ୍ତୁ। ଫାର୍ଷ୍ଟ ହେଉଛି ଆପଣଙ୍କର କ'ଣ ନା ସ୍ପିଡ଼। ଆପଣଙ୍କର ସବୁ କାମ ସେ ସ୍ପିଡ଼୍ଲି କରେ, ଠିକ୍ ଅଛି, ସ୍ପିଡ଼୍ଲି କରେ। ଦେନ୍ ଏକୁରେସି, କିଛି ଭୁଲ କରେନି, ଯାହା ଆପଣ କରିବେ ସିଏ ତାହା ହିଁ ଦେଖେଇବ। ଦେନ୍ ଭର୍ସିବିଲିଟି, କନସିଷ୍ଟେନ୍ସି ଥାଏ, ଅଟୋମେସନ୍ ଥାଏ, ମେମୋରି, ଷ୍ଟୋରେଜ୍, ରିଲାଏବିଲିଟି, ଆଉଟପୁଟ୍, ଇନପୁଟ୍ ଡିଭାଇସେସ୍। କ୍ଲିଅର୍। ନେକ୍ସଟ ଦେଖନ୍ତୁ ଆପଣଙ୍କର ଚ୍ୟାଲେଞ୍ଜେସ୍ ଫେଜ୍ ଅଫ୍ ଏ କମ୍ପ୍ୟୁଟର ନେଟୱାର୍କ। ଗୋଟେ ନେଟୱାର୍କ କ'ଣ ଆମର ଚ୍ୟାଲେଞ୍ଜେସ୍ ଫେସ୍ କରୁଛି? ତ ଫାର୍ଷ୍ଟ ହେଉଛି ଆପଣଙ୍କର ସିକ୍ୟୁରିଟିରେ କରେ, ପରଫର୍ମାନ୍ସରେ କରେ, ତାପରେ ରିଲାଏବିଲିଟିରେ କରେ, ମ୍ୟାନେଜମେଣ୍ଟରେ କରେ, ମେଣ୍ଟେନାନ୍ସରେ କରେ, ସ୍କେଲେବିଲିଟିରେ କରେ, ଆଉ କ'ଣ ଅଛି? ମିସ୍ କନଫିଗୁରେସନ୍, ଠିକ୍ ଅଛି। ଏତିକି ହେଉଛି ତା'ର ଚ୍ୟାଲେଞ୍ଜେସ୍। କ୍ଲିଅର୍। ନେକ୍ସଟ ଦେଖନ୍ତୁ 3 ନମ୍ବର ୟୁନିଟ୍ର ଏଇଟା ଆଉ ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ନା କ'ଣ? ଇମେଲ୍ ମାନେ ସମସ୍ତେ ଜାଣିଛନ୍ତି, ଇମେଲ୍ ସମସ୍ତେ ବ୍ୟବହାର କରୁଛନ୍ତି। ତ ଇମେଲ୍ର ଫୁଲ୍ ଫର୍ମ କ'ଣ? କିଏ ଜାଣିଛନ୍ତି ମୋତେ କହିବେ ହେଲା। ଇମେଲ୍ର ଗୋଟେ ଫୁଲ୍ ଫର୍ମ ଅଛି। ତ ଦେଖନ୍ତୁ ଇମେଲ୍ର ଫିଚର୍ସ କ'ଣ? ତ ମୁଁ ଆପଣଙ୍କୁ ଦେଖନ୍ତୁ ଏଇଟା ଇଜି, ଆପଣ ଜାଣିଛନ୍ତି, କିନ୍ତୁ ଥରେ ଦେଖିଦିଅନ୍ତୁ ମନେ ରହିଯିବ। ଫାର୍ଷ୍ଟ ହେଉଛି ଆପଣଙ୍କର ଇମେଲ୍ଟା ଫାଷ୍ଟ ରେସ୍ପନ୍ସ କରେ, ଠିକ୍ ଅଛି। ଲୋ କଷ୍ଟ ଗ୍ଲୋବାଲ୍ ଡେଲିଭର, ଆପଣ ଆଉଟ୍ ଅଫ୍ କଣ୍ଟ୍ରି ପଠାଇଲେ ବି ସେ ଯିବ, ଠିକ୍ ଅଛି। ଦେନ୍ ଆଟାଚମେଣ୍ଟ, ତା ସହିତ ଆପଣ ଫାଇଲ୍, ଇମେଜେସ୍ ସବୁ ଆପଣ ଆଟାଚ୍ କରିପାରିବେ, ଭିଡ଼ିଓଜ୍ ଯାକ, ଠିକ୍ ଅଛି। ଆଡ୍ରେସିଂ, କମ୍ପୋଜିସନ୍, ଫର୍ମାଟିଂ, ରିପ୍ଲାଏ, ଫରୱାର୍ଡ଼, ଆପଣ ଗୋଟେ ସହିତ 4-5 ଜଣଙ୍କୁ ପଠାଇ ପାରିବେ, ଠିକ୍ ଅଛି ଇମେଲ୍ଟା। ଦେନ୍ ଆପଣ ତାହାକୁ ରିପ୍ଲେ କରିପାରିବେ, ଡିଲେଟ୍ ବି କରିପାରିବେ, ଠିକ୍ ଅଛି। ଏଇଟା ଡିଲେଟ୍ ହେବ, ରିପ୍ଲାଏ ଆଗ ଗୋଟେ ପଏଣ୍ଟ ଲେଖିଦେଇଛି, ତ ଏଇଟା ଡିଲେଟ୍, ଠିକ୍ ଅଛି। ଫାର୍ଷ୍ଟ କଷ୍ଟ ମାନେ କମ୍ ହୁଏ, କଷ୍ଟ ଇଫେକ୍ଟିଭନେସ୍ ଗୋଟେ ଅଛି, ଆଟାଚମେଣ୍ଟ, ଆଡ୍ରେସିଂ, କମ୍ପୋଜିସନ୍, ଫର୍ମାଟିଂ, ରିପ୍ଲାଏ, ଫରୱାର୍ଡ଼, ଡିଲେଟ୍, ଠିକ୍ ଅଛି। ଇମେଲ୍ର ଫିଚର୍ସ। ନେକ୍ସଟ ଦେଖନ୍ତୁ WWW ମାନେ ୱାର୍ଲଡ଼ ୱାଇଡ଼ ୱେବ୍। WWW ଫୁଲ୍ ଫର୍ମ। ତ ଏଥିରେ ଆପଣ କ'ଣ ନା WWW ମାନେ ଏଥିରେ ସବୁ ଇନକ୍ଲୁଡ଼ ହେଇଯିବ। ଯେମିତିକି ଆମର URL ଅଛି,
तापर आपंकर HTTP नॉट सिक्योर HTTPS टे सिक्योर थाए देन HTML ठीक अच्छे सब फुल फॉर्म अच्छी फुल फॉर्म माने आप समस्त जानी थे जी भी जानी ना टिके सर्च करेंगे आपंकर गूगल लेवल अच्छी ठीक अच्छे देन हाइपर लिंक्स अच्छी वेब पेजेस अच्छी वेब ब्राउजर अच्छी वेब सर्वर अच्छी ठीक अच्छे यहाँ हूँ www रो फीचर्स आप वर्क भी कहींपारे क्लियर नेक्स्ट यूनिट 4 को जाए तो ये यूनिट 4 देखो ये आपंकर कौन ना फास्ट क्वेश्चन प्रोजेक्ट बेस्ड लर्निंग ठीक अच्छे प्रोजेक्ट बेस्ड लर्निंग आपंकर कौन हो पारे डायग्राम देखो फास्ट हूँ डीपर अंडरस्टैंडिंग प्रोजेक्ट बेस्ड लर्निंग मैंने कौन बुझंतु आपड़ जदि गोटे स्कूल जेकोसी गोटे इन्स्टिट्यूट पढ़ुं से आपको आपंकर जी भी आपंकर सार थे सी जो कहे गोटे प्रोजेक्ट कर टॉपिक तो जो प्रोजेक्ट करेंगे देन आप टॉपिक उपर कि से विषय पर आपंकर ज्ञानटा बढ़ो कि ना दैट्स कहुई डीपर अंडरस्टैंडिंग देन क्रिटिकल थिंकिंग प्रॉब्लम सॉल्विंग ठीक अच्छे कोलैबोरेशन कम्युनिकेशन एंगेजमेंट मोटिवेशन रियल वर्ल्ड स्किल देन क्रिएटिविटी इनोवेशन ठीक अच्छे देन लास्ट वन न्यू स्किल लर्निंग वेरी इजी क्वेश्चन टी मान टी बुझे आप आराम से निजे काढ़ी दे पारे पॉइंट प्रोजेक्ट बेस्ड लर्निंग कौन फीचर्स अच्छी कौन आपंकर काम कौन ठीक अच्छे देखो फास्ट आउ थे बुझे डीपर अंडरस्टैंडिंग गोटे पॉइंट क्रिटिकल थिंकिंग प्रॉब्लम सॉल्विंग गोटे कोलैबोरेशन कम्युनिकेशन एंगेजमेंट मोटिवेशन रियल वर्ल्ड वर्क बा रियल वर्ल्ड स्किल क्रिएटिविटी इनोवेशन न्यू स्किल लर्निंग क्लियर प्रोजेक्ट बेस्ड लर्निंग पॉइंट इंपोर्टेंट क्वेश्चन यहाँ देन देखो क्रिटिकल इश्यू ऑफ यूजेस इंटरनेट ठीक अच्छे इंटरनेट यूजेस कौन क्रिटिकल इश्यू होटा गोटे पॉइंट हो पार देखो इश्यूज कौन ना फास्ट आप निजे निजे भावतु कौन इश्यू माने एत मोबाइल यूज करवा इंटरनेट यूज कर कौन इश्यू कौन देखा जाऊँगी फास्ट आप हेल्थ इश्यू हो मेंटल माने मुंड हेल्थ इश्यू तापर फिजिकल इश्यू ठीक अच्छे तापर आपंकर आजिकल ऑनलाइन रे AI रो द्वारा बहुत ही मिसबिहेव मिस लीडिंग होमिति ना सब फेक वीडियोस जाक फेक फोटोस जाक वायरल हो ठीक अच्छे ये सब होपर आपंकर लोक मान कौन से बहुत लोक ब्लैकमेल करा सो ठीक अच्छे ये सब हूँ इश्यूज ठीक अच्छे तो देखो पॉइंट कौन लिखी फास्ट हूँ आपंकर हेल्थ एंड फिजिकल इश्यू सेफ्टी सिक्योरिटी प्राइवेसी इश्यू ऑनलाइन एब्यूज हैरेसमेंट इश्यू गोटे अच्छी एक्सपोज टू इन अप्रोप्रिएट कंटेंट जहाँ मुझे कही आपको ठीक अच्छे देन सोसाइटल इश्यू आ गोटे कौन ना मेंटल हेल्थ इम्पैक्ट्स बुझेगा तो ये हूँ तार इश्यू क्रिटिकल इश्यू ऑफ यूजेस इंटरनेट ठीक अच्छे यूजेड माने यहाँ जदि अधिक मात्रा किए यूज करेंगे देन आपण मैंने जो मैंने जानी ना से मैंने तो सब कर माने सहित सब घटू जाना मान सहित भी घटू ठीक अच्छे एमती कहवाटा भूल समस्त सहित घटू जो मैंने आवर नुहति क्लियर नेक्स्ट देखो आ गोटे डायग्राम यूनिट 4 रो कोलैबोरेटिव लर्निंग कोलैबोरेटिव माने कौन ग्रुप वर्क बा आपनकर पीर लर्निंग जहाँ को जाए ठीक अच्छे तो देखो फास्ट हूँ आप पॉइंट एक्टिव लर्निंग शेयर्ड नॉलेज टीम वर्क देन आपनकर जॉइंट इंटेलेक्चुअल एफर्ट्स देन सोशल इंटरेक्शन शेयर्ड रेस्पॉन्सिबिलिटी आ गोटे कौन म्यूचुअल सपोर्ट फीडबैक ठीक अच्छे यहाँ हूँ आप कोलैबोरेटिव लर्निंग गोटे डायग्राम हो पार यहाँ बुझेगा आउ थे देखीदे एक्टिव लिसनिंग शेयर नॉलेज टीम वर्क जॉइंट इंटेलेक्चुअल एफर्ट सोशल इंटरेक्शन शेयर्ड रेस्पॉन्सिबिलिटी म्यूचुअल सपोर्ट एंड फीडबैक क्लियर एंड लास्ट वन यूनिट 5 आम पढ़े आसीचे यूनिट 5 अच्छे एप्लिकेशन ऑफ कंप्यूटर इन एजुकेशन तो फास्ट क्वेश्चन कंप्यूटर एज ए लर्निंग टूल वेरी इजी क्वेश्चन केमी करेंगे आप डायग्राम देखो तो कंप्यूटर आज आपंकर ट्यूटर ठीक अच्छे आपको गाइड करे टूल्स कंप्यूटर बहुत लर्निंग टूल्स अवेलेबल अच्छे एक्सेसिबिलिटी फ्लेक्सिबिलिटी ठीक अच्छे देन पर्सनलाइज लर्निंग इनहांस एंगेजमेंट इंटरेक्शन डेवलपमेंट ऑफ एसेंशियल स्किल एंड लास्ट वन ऑनलाइन असेसमेंट एंड क्विजेस ठीक अच्छे जहाँ आप बर्तमान समय जानते कौन कह जाए माने मॉक टेस्ट ठीक अच्छे तो आउ थे देखो वेरी इजी निजे भी पॉइंट काढ़ी लिखिपारे कंप्यूटर एज ए ट्यूटर टूल्स एक्सेसिबिलिटी फ्लेक्सिबिलिटी पर्सनल लर्निंग इनहांस एंगेजमेंट एंड इंटरेक्शन तापर अच्छे आपको डेवलपमेंट एसेंशियल स्किल ऑनलाइन असेसमेंट एंड क्विजेस ठीक अच्छे देन नेक्स्ट देखा तो यहाँ देखो वेब 2.0 टेक्नोलोजी यहाँ गोटे आपको सिलेक्टेड क्वेश्चन तो यहाँ गोटे देखिए ठीक अच्छे यूजीसी फर्स्ट पॉइंट यूजीसी माने कौन आपको डाउट है सर यूजीसी माने कौन ना यूजर जेनेरेटेड कंटेंट यूजीसी ठीक है वेब 2.0 माने कौन आप बुझंतु ना गोटे सोशल वेब ठीक अच्छे माने आप गोटे जमी इंटरनेट चल www बा आप कौन कहे
ସେଇଟା ଗୋଟେ କ୍ରୋମ୍ ଧରନ୍ତୁ ସେମିତି ମାନେ ଏହି ୱେବ୍ ଭିତରେ ଆପଣ ସବୁ ଯେମିତି ଆପଣଙ୍କର ହ୍ୱାଟ୍ସଆପ୍ ହଉ ଫେସବୁକ୍ ହଉ ଇନଷ୍ଟାଗ୍ରାମ୍ ହଉ ସ୍ନାପଚାଟ୍ ହଉ ଏଭ୍ରିଥିଙ୍ଗ ତା ଭିତରେ ଥିବ ବୁଝିଗଲା। ଦେଖନ୍ତୁ ଫାର୍ଷ୍ଟ ହେଉଛି ୟୁଜିସି ଦ ନେଟୱାର୍କ ଆଜ୍ ଏ ପ୍ଲାଟଫର୍ମ ଡାଇନାମିକ୍ ପ୍ଲାଟଫର୍ମ social networking interactivity enhance network connectivity ঠিক আছে ওয়েব 2.0 ফিচর্স ওপেন এজুকেশনাল রিসোর্স OER শর্ট ফর্মରେ ବୁଝିଗଲା। ତ OER ଯଦି ଏକ୍ଜାମ୍ରେ ଆସିଲା ତା ପାଇଁ ଦେଖନ୍ତୁ ଫାର୍ଷ୍ଟ ହେଉଛି ଆପଣଙ୍କର ଟେକ୍ସଟ ବୁକ୍ ଲେସନ୍ ପ୍ଲାନ୍ସ ଭିଡ଼ିଓସ୍ ଇମେଜେସ୍ ଅଡ଼ିଓ ଫାଇଲ୍ସ ଅନଲାଇନ୍ କ୍ଲାସେସ୍ ସଫ୍ଟୱେର୍ ରିସର୍ଚ୍ଚ ଆର୍ଟିକଲ୍ସ ସିମୁଲେସନ୍ ଠିକ୍ ଅଛି ଓପେନ୍ ଏଜୁକେସନାଲ୍ ରିସୋର୍ସ କ୍ଲିଅର୍। एंड लास्ट वन लास्ट डायग्राम देखिए कौन अच्छी तो आपन को देइथिले गोटे वर्चुअल क्लासरूम माने कौन माने आपनकर डिजिटल क्लासरूम बर्तमान समय तो देखो फास्ट होची से पॉइंट कौन ना फ्लेक्सिबिलिटी कन्वेनियंस ठीक अच्छे फ्लेक्सिबिलिटी रोची एक्सेसिबिलिटी इनक्लूसिविटी कॉस्ट इफेक्टिवनेस ठीक अच्छे पर्सनलाइज लर्निंग सब अच्छी मार्क करेंगे या कर पारे सब डायग्राम इंगेज डिजिटल स्किल देन इम्प्रूव्ड इंगेजमेंट देन बेटर टाइम मैनेजमेंट ठीक अच्छे वर्चुअल क्लासरूम रो एडवांटेजेस क्लियर समस्तकर तो ये थिला आपनकर यूनिट वाइज सिलेक्टेड क्वेश्चन आईसीटी बाय इंफॉर्मेशन एंड कम्युनिकेशन टेक्नोलॉजी एटा सबू यूनिवर्सिटी पे इफेक्टिव आमर आंध्र प्रदेश बीएड रो सबू पिला देखी पारिबे आपन को निहाती हेल्प मिलबो जो प्रोसेस कहिछि जेमिति कहिछि सेमिति आपन डायग्राम करि पारिबे जोटार पॉइंट केतरा बेसी हो जाइछि ताको आपन कम करि पारिबे ठीक अछि आ एमिति न हो जे सबू को मन रखि पारिबे जदि 5टा लिखि सेठु 4टा मन रखि पारिले हे जिवो जदि 8टा लिखि सेठु 5टा मन रखिबे हे जिवो ठीक अछि किंतु एम रखिबे सबू क्वेश्चन रे डायग्राम गोटे करिबा काहे की करिबे ना क्वेश्चन रे आपनकर मार्कटा भलो आसीबो तापरे आपनकर पेजेसटा फुल होबो ठीक अछि आ देखिबाको भी भलो देखा जिवो क्लियर। तो एतिक थिला आपनकर आईसीटी डायग्राम रिलेटेड वीडियो जदि आपनको किछि भी डाउट रही गला एही वीडियो रिलेटेड एही टॉपिक रिलेटेड देन कमेंट सेक्शन अवेलेबल अच्छी निहाती कमेंट करि परिबे हुए तो टिके लेट हो रिप्लाई देबू किंतु मु निहाती रिप्लाई देबी ठीक अछि। धन्यवाद समस्त भलो रहिबे समस्त को भलो करिवे जहाँ फल आपन सहित निहाती भलो हो वीडियोटा समस्त सहित शेयर करंतु जे चैनल को सब्सक्राइब न करिसंती निहाती सब्सक्राइब करिमे इन्फॉर्मेटिव वीडियो इन फ्यूचर पाइबाकू आ समस्त को आउथरे कहूची समस्ते वीडियोटा को जे बुझी पारिचंती भलो कथा जे न बुझी पारिचंती दुई थर देखंतु निहाती बुझीबे ठीक अछि। रहिली भलो रहंतु भलो करंतु।